ଆପଣଙ୍କ ଖବର ନ୍ୟୁଜ୍ ଲାଇଭ୍ 8। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଖବରଟି ଟିକେ ଅଲଗା ପ୍ରକାରର ଆପଣମାନଙ୍କୁ ଲାଗିବ, କିନ୍ତୁ ଖବରଟି ଯାହା କୁହାଯିବ ତାହା ସତ୍ୟ। ବିଧାୟକଙ୍କର ଲକ୍ଷେ ଦରମା ଏଠାରେ ଶିକ୍ଷକମାନଙ୍କୁ 50,000 ଟଙ୍କା ମଧ୍ୟ ପାଉନି। ଗରିବଙ୍କ ଜୀବନ କେମିତି ଚାଲିବ? ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଏବେ ଆମ ରାଜ୍ୟରେ ଯେଉଁଭଳି ଭାବରେ କେଳେଙ୍କାରୀ ଚାଲିଛି ଆପଣମାନେ ନିଶ୍ଚିନ୍ତ ଭାବରେ ସବୁକିଛି ଜାଣିପାରୁଥିବେ। ମୁଁ ଏଠି କହିବାର କଥା ଏହା କି ଯଦି ଯେଉଁ ବିଧାୟକମାନେ ଏଠାରେ 1 ଲକ୍ଷ ଟଙ୍କା ମାସକୁ ଦରମା ପାଉଛନ୍ତି, ଏମିତି ରାଜ୍ୟ ପାଇଁ ସେ କ'ଣ କରିଦେଇଛନ୍ତି ଯେ ସେମାନଙ୍କୁ ଲକ୍ଷେ ଟଙ୍କା ଦରମା ସରକାର ଦେଉଛନ୍ତି ମାସକୁ, କିନ୍ତୁ ସେହି ଲକ୍ଷେ ଟଙ୍କାଟା କେଉଁଠୁ ଯାଉଛି? ଆମରି ଗରିବଙ୍କ ପଇସା, ଆମରି ଟ୍ୟାକ୍ସ, ଆମରି ସବୁକିଛି ପଇସାକୁ ଲୁଟିକି ସିଏ ଦେଉଛନ୍ତି ଲକ୍ଷେ ଟଙ୍କା। ଏଠାରେ ଆଉ ଗୋଟିଏ କଥା ହେଉଛି ନା କ'ଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବେ ରାଲି କରୁଛନ୍ତି। ଆପଣମାନେ କିଛି ଦିନ ହେଲା ଦେଖିପାରୁଥିବେ, ଆମର ସୋସିଆଲ ମିଡ଼ିଆରେ ନ୍ୟୁଜ୍ରେ ସବୁଥିରେ ଭାଇରାଲ ଚାଲିଛି ଭିଡ଼ିଓ, ଯେଉଁଥିରେ କି ନିଜେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ କହୁଛନ୍ତି ଯେ ଦାବି କରୁଛନ୍ତି ଯେ ଆମକୁ 40 ଏବଂ 50,000 ଟଙ୍କା ପୋଷଉନାହିଁ। ଆପଣମାନେ ନିଜେ ହିଁ ଭାବନ୍ତୁ, ଗୋଟିଏ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ କ'ଣ କରୁଛନ୍ତି? ସକାଳ 10ରୁ ଯାଇ ମାନେ ଅପରାହ୍ନ 4ଟା ଭିତରେ ସେମାନେ ଘରକୁ ଫେରୁଛନ୍ତି। ସେଥିରେ ପାଠପଢ଼ା ମଧ୍ୟ କମ୍। ଯଦି ବା ଠିକ୍ ସେ ପାଠ ପଢ଼ାଉଥାନ୍ତେ, ପିଲାମାନେ ଟ୍ୟୁସନ୍ ଯାଉନଥାନ୍ତେ ମାସକୁ 500-700 ଦେଇକି। ସେଥିରେ ପୁଣି ଅନ୍ୟାନ୍ୟ ପ୍ରକାର ସୁବିଧା ବି ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଉଛନ୍ତି। ତଥାପି ସେମାନେ କହୁଛନ୍ତି ଯେ ଆମକୁ 40ରୁ 50,000 ଟଙ୍କା ପ୍ରତି ମାସରେ ପାଉନାହିଁ। ତେବେ ଗୋଟେ ଦିନ ମଜୁରିଆ ଯିଏକି ଓଳିଏ ଖାଇ ଖରା ତରାରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁଛି, ସକାଳୁ ଯାଇ ସନ୍ଧ୍ୟାରେ ଫେରୁଛି, ତାରି ଦରମା ମାତ୍ର 300 ଟଙ୍କା, 300ରୁ 400। ଅତି କମ୍ରେ ମାସକୁ 10ରୁ 15,000 ଟଙ୍କା। କାରଣ ସବୁଦିନ ତ ଆମର ମାନେ ଲେବର କି ମଜୁରୀ କାମ ମିଳୁନଥିବ ନା, ତ ହାଷ୍ଟ ହେଇକି 8-10,000 ଟଙ୍କା 15,000 ଟଙ୍କା ଭିତରେ ସେମାନେ ଇନକମ୍ କରୁଛନ୍ତି। ତାହେଲେ ସେମାନେ କେମିତି ଚଳୁଥିବେ? ସେମାନେ ବି ତ ମଣିଷ ନା। ରାଜ୍ୟରେ ଏବେ ଦରମା ନେଇ ଆରମ୍ଭ ହୋଇଛି ତୀବ୍ର ଆଲୋଚନା। ବିଧାୟକମାନଙ୍କର ମାସିକ 1,00,000 ଟଙ୍କା, ଏପଟେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବି ମଧ୍ୟ 50,000 ଟଙ୍କା। ଯେଉଁ ଗରିବ ଲୋକ କଠୋର ପରିଶ୍ରମ କରି ଦିନକୁ 300ରୁ 400 ଟଙ୍କା ମାତ୍ର ରୋଜଗାର କରୁଛନ୍ତି, ସେମାନଙ୍କର ଘର କେମିତି ଚାଲୁଛି? ସେମାନଙ୍କ ରୋଷେଇ, ସେମାନଙ୍କ ବିଲ, ଔଷଧ, ଶିକ୍ଷା ସବୁ ଦର ବଢ଼ି ଚାଲିଛି, କିନ୍ତୁ ସେମାନେ କେମିତି ଏତିକି ପଇସାରେ ଚଳୁଛନ୍ତି? ଯେଉଁଠାରେ ଲକ୍ଷେ ଦରମା ହେଉଛି ସେଠି ଗରିବ ଲୋକ ଆଜି ବି ଅଇଁଠା ପତ୍ରରେ ଖାଉଛି, ପଇସାର ଦୁଃଖରେ ଜୀବନ କାଟୁଛି। ତେବେ ନ୍ୟାୟଟା କେଉଁଠି? ସୋସିଆଲ ମିଡ଼ିଆରେ ମଧ୍ୟ ଏହା ହେଉଛି ଛୋଟ ଟପିକ୍, ଯାହାକି ବିଧାୟକଙ୍କର ଦରମା ଏବେ ବଢ଼ିଛି, ମାନେ ଯାହାକି 1000 କି 2000 ନୁହେଁ, ପୁରା 1,00,000 ଟଙ୍କା। ତା'ମାନେ ଆମ ରାଜ୍ୟରେ ଏମିତି କେତେଟା ବିଧାୟକ, କେତେ ଲକ୍ଷ ଟଙ୍କା ତା'ମାନେ ବର୍ବାଦ ହେଉଛି? ଗୋଟେ ମାସରେ 1,00,000 ଟଙ୍କା ସେମାନେ କ'ଣ କରୁଛନ୍ତି? କେହି ବି ୟାକୁ ନେଇକି ଗୋଟିଏ ପ୍ରଶ୍ନ ବି ମଧ୍ୟ ଉଠାଉନାହାନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ନିଶ୍ଚୟ ଭାବରେ ସେୟାର କରିବେ। ରହୁଛୁ, ନମସ୍କାର। ଏହିଭଳି ଲାଟେଷ୍ଟ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।